କୁହାଯାଏ ଭଗବାନ ମଧ୍ୟ ଅସୁସ୍ଥ ହୋଇପାରନ୍ତି, କିନ୍ତୁ କାହିଁକି? ପ୍ରତିବର୍ଷ ଭଗବାନ ଜଗନ୍ନାଥ କାହିଁକି 15 ଦିନ ପାଇଁ ଅସୁସ୍ଥ ହୋଇଥାନ୍ତି? ଏହା ପଛରେ ଗୋଟିଏ ଅଦ୍ଭୁତ କଥା ଲୁଚିଥାଏ। ମାଧବ ଦାସ ଭଗବାନ ଜଗନ୍ନାଥଙ୍କର ଜଣେ ସତ୍ୟ ଓ ଅନନ୍ୟ ଭକ୍ତ ଥିଲେ। ସ୍ତ୍ରୀଙ୍କ ଦେହାନ୍ତ ପରେ ସେ ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ପ୍ରଭୁଙ୍କ ଭକ୍ତିରେ ସମର୍ପିତ କରିଦେଲେ। ତାଙ୍କର ଭକ୍ତି ଏତେ ନିର୍ମଳ ଥିଲା ଯେ ସ୍ୱୟଂ ଭଗବାନ ତାଙ୍କୁ ଅନେକ ଥର ଦିବ୍ୟ ଦର୍ଶନ ଦେଇଥିଲେ। କିନ୍ତୁ ଏକ ଦିନ ହଠାତ୍ ମାଧବ ଦାସ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଲେ। ତାଙ୍କ ଶରୀର ଦିନକୁ ଦିନ ଦୁର୍ବଳ ହେଉଥିଲା, କିନ୍ତୁ ତାଙ୍କ ଠୋଡ଼ରେ ସବୁବେଳେ କେବଳ ପ୍ରଭୁଙ୍କ ନାମ ଥିଲା। ବେଦନା ବଢ଼ୁଥିଲା, କିନ୍ତୁ ତାଙ୍କର ଶ୍ରଦ୍ଧା କେବେ ଡାଳି ହୋଇନଥିଲା। ସେତେବେଳେ ଗୋଟିଏ ଚମତ୍କାର ଘଟିଲା। ସ୍ୱୟଂ ଭଗବାନ ଜଗନ୍ନାଥ ତାଙ୍କ ଭକ୍ତଙ୍କ ସେବା କରିବାକୁ ପୃଥିବୀରେ ଆସିଲେ। ସେ ଦିନ ରାତି ମାଧବ ଦାସଙ୍କ ସେବାରେ ଲାଗି ରହିଲେ। ପ୍ରେମ, କରୁଣା ଓ ଭକ୍ତିର ଏହି ଦୃଶ୍ୟ ଅଲୌକିକ ଥିଲା। କିଛି ଦିନ ପରେ ମାଧବ ଦାସଙ୍କୁ ହୋଶ ଆସିଲା। ସେ ଆଖି ଖୋଲି ଏବଂ ଦେଖିଲେ ଯେ ପ୍ରଭୁ ତାଙ୍କ ପାଖରେ ଦଣ୍ଡାୟମାନ। ତାଙ୍କ ଆଖିରୁ ଅଶ୍ରୁ ଝରିପଡ଼ିଲା। ସେ କାମ୍ପୁଥିବା ସ୍ୱରରେ ପଚାରିଲେ, ପ୍ରଭୁ, ଆପଣ ତ ତ୍ରିଲୋକୀନାଥ, ଆପଣ ମୋର ରୋଗକୁ ଗୋଟିଏ କ୍ଷଣରେ ଦୂର କାହିଁକି କରିନାହାନ୍ତି? ଆପଣଙ୍କୁ ମୋର ସେବା କାହିଁକି କରିବାକୁ ପଡ଼ିଲା? ଭଗବାନ ଜଗନ୍ନାଥ ମୃଦୁ ହସିଲେ। ସେହି ହସରେ ଗଭୀର କରୁଣା ଓ ପ୍ରେମ ଥିଲା। ସେ କହିଲେ, ମାଧବ ଦାସ, ଯଦି ତୁମେ ଏହି ଜନ୍ମର ଏହି ଦୁଃଖକୁ ଭୋଗ କରୁନଥାନ୍ତା, ତେବେ ତୁମକୁ ଆଉ ଗୋଟିଏ ଜନ୍ମ ନେବାକୁ ପଡ଼ୁଥାନ୍ତା। ଆଉ ମୁଁ ସେଥିପାଇଁ କେବେ ମଧ୍ୟ ଇଚ୍ଛା କରୁନଥିଲି। ତୁମର ପୀଡ଼ାର ଆଉ 15 ଦିନ ବାକି ଅଛି, କିନ୍ତୁ ତୁମର ଶେଷ ଦୁଃଖକୁ ମୁଁ ନିଜ ଉପରେ ନେଉଛି। ଏହା ଶୁଣି ଭକ୍ତ ଅବାକ୍ ହୋଇଗଲେ। ତାଙ୍କ ହୃଦୟ ପ୍ରଭୁଙ୍କ ପ୍ରେମରେ ଭରିଯାଇଲା। କୁହାଯାଏ ଯେ ସେହି ସମୟ ଭଗବାନ ଜଗନ୍ନାଥ ପ୍ରତିବର୍ଷ 15 ଦିନ ପାଇଁ ଅସୁସ୍ଥ ହୋଇଥାନ୍ତି, କାରଣ ଭଗବାନ କେବଳ ପୂଜା ହୋଇନଥାନ୍ତି, ସେ ତାଙ୍କ ସତ୍ୟ